నమస్కారం. నేను మీ శ్రీనివాస్. సర్వమంగళ మాంగళ్యే శివే సర్వార్థ సాధికే శరణ్యే త్ర్యంబకే గౌరి నారాయణ నమస్తుతి. శక్తి రూపమైన అమ్మవారు భారతదేశం మొత్తంలో అనేక స్థలాల్లో వేరే వేరే రూపంతో కొలువై ఉన్నారు. ఆ శక్తిపీఠాల్లో ప్రసిద్ధమైనది అలాగే చాలా పురాతనమైన బింధ్యగిరి అమ్మవారు. అలాగే ఇక్కడ కొఠారి అంటారు. మన శ్రీకాకుళం జిల్లాలో కవిటి మండలంలో ఇక్కడ రాజపురంకి దగ్గరలో ఈ గుడి అనేది ఉన్నది. ఇది చాలా ప్రసిద్ధమైనది. ఇక్కడ సంవత్సరానికి ఒకసారి చాలా పెద్దగా ఇక్కడ యాత్రలు కూడా చేస్తూ ఉంటారు. దాని యొక్క విశేషాలు మనం ఇక్కడ ఉన్న స్థానికులకి అడిగి తెలుసుకుందాం. మా జగజ్జనని మా కుఠారి చండికాయ నమ. ఓం ନାରାୟଣୀ ନମସ୍ତେ ମା ବିଞ୍ଜଗିରି ବାସିନୀ ମା. ଏଇଟା ଏଇ ମନ୍ଦିରଟା ସ୍ଥାପିତ ହେଇଛି ପ୍ରାୟ 1200 ମସିହା। ହେଲେ ଏଇଟା ହେଉଛି ଆର ପୀଠଟା ମାନେ ମା ଏଇଟା କାର୍ଯ୍ୟକର୍ତ୍ତା କରିବାର ଲୋକ କିଏ ହେଉଛନ୍ତି ମାନେ ଆମର ଚିକିଟି ରଜା ତାଙ୍କର ମନ୍ଦିର ଏଇଟା। ଆ ମନ୍ଦିରରେ ପୂଜା କରିବା ପାଇଁ ବୋଲିକି ଆମର ଏଇଠି ବିଞ୍ଜଗିରିର ସେବକ ଭାଇମାନେ ଗୋଟେ 30 ଘର ଅଛନ୍ତି, 30 ଘର 40 ଘର ଅଛନ୍ତି। ସେ ସେବକ ଖାଲି ମାଙ୍କର ମନ୍ଦିରରେ ଏକା ବଞ୍ଚିବା ପାଇଁ କିଛି ନା କିଛି, ତାପରେ ଆଉ କୌଣସି ପ୍ରକାର ଆଦାୟ ସେମାନଙ୍କୁ ନାହିଁ। ହେଲେ ପ୍ରତ୍ୟେକ ବର୍ଷ ଅଶୋକାଷ୍ଟମୀ ଦିନ ମାଙ୍କର ପୀଠରେ ଅଶୋକାଷ୍ଟମୀ ଯାତ୍ରା ହୁଏ। ଦ୍ୱିତୀୟରେ ପୁରା ଓଡ଼ିଶା ଆନ୍ଧ୍ରରୁ ପ୍ରାୟ ଓଡ଼ିଆ ଭାଇମାନଙ୍କ ଇଷ୍ଟ ଦେବତା ଆଉ ଚୌଧୁରୀ ଏମିତି ବିରମ୍ବାର ଓଡ଼ିଆ ଲୋକମାନଙ୍କର ସମସ୍ତଙ୍କର ଇଷ୍ଟ ଦେବତା। ହେଲେ ସେଇ ଯେଉଁ ଅଶୋକାଷ୍ଟମୀରେ ସମସ୍ତେ ଆସିକି ମୁଣ୍ଡନ କରିବେ, ମାନେ ବାଳ କାଢ଼ିବେ ମାଙ୍କ ପାଖରେ, ପିଲାମାନଙ୍କର ଛୋଟ ପିଲାମାନଙ୍କର। ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ପିଲାଟାର ମାଙ୍କ ପାଖକୁ ଆସିକି ମାଙ୍କର କୁଠାରେ ପ୍ରଣାମ କରିକି ନିଜ ବାଳଟା ସମର୍ପଣ କରିକି ତାଙ୍କେ ଯିବେ। ଏଇଟା ପଣା ହାଣ୍ଡି ଅମୁକ ସମୁକ କରିକି ପଣା ହାଣ୍ଡି ଭୂତ ଧୂପ ନୈବେଦ୍ୟ ପୂଜା କରିକି ତାଙ୍କେ ଯିବେ। ଏମିତି ପ୍ରାୟ ପରମ୍ପରାରୁ ଚାଲିଛି। ଏବେ କିଛି ନୂଆ ନୁହଁ। ଆଗେ ବଳଦ ଶଗଡ଼ରେ ଆସୁଥିଲେ, ଆଜିକାଲି ପୁରା ସବୁ ତ ଜେନେରେସନ୍ ବଢ଼ିଲା। ସେ ଜେନେରେସନ୍ରେ ସବୁ ପ୍ରକାର ଲୋକ ବାଇକ୍ରେ କିଏ କାର୍ରେ କିଏ ସବୁ ଆସୁଥିଲେ, ଜଲ୍ଦି ଆସୁଛି ଜଲ୍ଦି। ଆଗେ 2 ଦିନ ଆଗରୁ 3 ଦିନ ଆଗରୁ ଆସୁଥିଲେ, ରହୁଥିଲେ, ସବୁ କରୁଥିଲେ। ମାନେ ସେମାନଙ୍କୁ ଆମର କମିଟି ମଧ୍ୟ ସେଇ ସମୟର କମିଟି ତାଙ୍କୁ ସେ ପ୍ରକାର ଯୋଗ କରୁଥିଲେ। ଆଜିର କମିଟି ତାଙ୍କୁ ଆଜିର ଲେଟେଷ୍ଟ ଭାବରେ ଆମେ କରୁଛୁ। ପୁଣି ପ୍ରତ୍ୟେକ ମାସରେ ସଂକ୍ରାନ୍ତି ମଧ୍ୟ ହେଉଛି। ଯେ ଅଶୋକାଷ୍ଟମୀ ଦିନ ଯାତ୍ରା ପ୍ରାୟ 1,00,000 ଲୋକ ଖଣ୍ଡେ ଆସୁଛନ୍ତି। ଏ 1,00,000 ଲୋକ ଆମର କାବିଟି ପୋଲିସ୍ ଷ୍ଟେସନ୍, କାବିଟି ମଣ୍ଡଳ, କାବିଟି ପୋଲିସ୍ ଷ୍ଟେସନ୍ ଆଉ ଇଚ୍ଛାପୁର ସାର୍କିଲ୍ ଆଉ ଆମର ରେଭେନ୍ୟୁ ଡିପାର୍ଟମେଣ୍ଟ, ପୁଣି ହେଲ୍ଥ ଡିପାର୍ଟମେଣ୍ଟ, ଏ ସମସ୍ତେ ଆସିକି ଆମର ମନ୍ଦିରରେ ସହଯୋଗ ଦେଇ ସେ କାର୍ଯ୍ୟକ୍ରମ କରୁଛନ୍ତି। ଏଥିରେ ତ ଗଲା ଗଭର୍ଣ୍ଣମେଣ୍ଟର ତ କିଛି ପଇସା ପତ୍ର ଆସିବାର ନାହିଁ। ଏଇଟା ହେଉଛି ଆନ୍ଧ୍ରାର ଗୋଟେ କର୍ଣ୍ଣର ବର୍ଡ଼ର ଏରିଆ। ଏଇଥିରୁ କିଛି ରେମୁନେରେସନ୍ କିଛି ଆସୁନି। ଆମେ 22-25 ବର୍ଷ ହେଲା ଆମେ କମିଟି କରି ଡେଭଲପମେଣ୍ଟ, ଆଗେ କିଛି ଡେଭଲପମେଣ୍ଟ ହେଉନଥିଲା। ଖାଲି ଏବେ ଡେଭଲପମେଣ୍ଟ ଯେତେବେଳେ ଯେଉଁଟା ହେଲା କମିଟି କରିକି ଗୋଟେ ଭଲ ଅପଡ଼େଟ୍ କରୁଛୁ, କରିକି ସେଇଟାକୁ ଭଲ ଭାବେ ଚାଲିଛି। ଆଉ ତାପରେ ପ୍ରତ୍ୟେକ ମାସରେ ସଂକ୍ରାନ୍ତି ପୂଜା ହୁଏ। ତାପରେ ଷୋଳ ମାସ ମାନେ ପ୍ରତ୍ୟେକ ଚୈତ୍ର ମାସରେ ଆଶ୍ୱିନ ମାସରେ ଆମର ଷୋଳ ପୂଜା ହୁଏ। ଆଉ ଷୋଳ ପୂଜାରେ 16 ଦିନର 16 ପ୍ରକାର ଭୋଗ ସେଇଟା ଆମର ପୂଜାରୀମାନେ ଏକା ଦିଅନ୍ତି। ପ୍ରଥମ ଦୀପ ହେଉଛି ଆମର ରଜାଙ୍କର, ମାନେ ଅଶୋକାଷ୍ଟମୀ ଆଗ ଦିନ ରଜାଙ୍କର ଦୀପ ଆସିବ। ଅଷ୍ଟମୀ ମାନେ ସପ୍ତମୀ ଦିନ, ସେଇଦିନ ବେଢ଼ା ହେବ ମାଙ୍କ ପାଖରେ, ବେଢ଼ା ହେବ, ଯାତ୍ରା ହେବ। ସପ୍ତମୀ ଦିନ ହେବ, ପୁଣି ଅଷ୍ଟମୀ ଦିନ ହେବ, 2 ଦିନ ଯାତ୍ରା ହେବ। ଆଉ ପୁଣି ଏମିତି ଆଉ କିଛି ଆମର ଗଭର୍ଣ୍ଣମେଣ୍ଟ ସାଇଡ଼ରୁ ଆମକୁ କିଛି ଫେସିଲିଟିସ୍ କିଛି ମିଳିପାରୁନି। ଯାହା କିଛି ପଇସା ଆମେ ନିଜେ ଭକ୍ତମାନଙ୍କୁ କିଛି ଦେଉଛନ୍ତି। ସେ ପଇସାରେ ଏକା ଆମେ କିଛି ନା କିଛି ଡେଭଲପମେଣ୍ଟ କରୁଛୁ। ତାପରେ ଆମର ରାଉଳ ଭାଇ ଯାକ ଏମାନେ ହେଉଛନ୍ତି ଓସି। କ'ଣ ପାଇଁ ଓସି? ତାଙ୍କର ବ୍ରତ ଉପନୟନ ଥିବା ଯୋଗୁରୁ ପୂଜା ଯଦି ବ୍ରତ ଉପନୟନ ଯଦି ନଥିବ ତାହେଲେ ପୂଜା କରିବାର ଅଧିକାର ନୁହଁ।
ତେଣୁକରି ସେ ଗୋଟେ ବ୍ରତ ଏକା କରେ କି କାହାର ଘର ନାହିଁ ଦ୍ୱାର ନାହିଁ କି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ନାହିଁ କିଏ ରେର୍ ଗୋଟେ ଦୁଇଟା ଏମିତି ଚାଲିଛି। ତାକୁ ଗଭର୍ଣ୍ଣମେଣ୍ଟ ସାଇଡ଼୍ରେ କିଛି କୌଣସି ପ୍ରକାର ରେମୁଣ୍ଡେସନ୍ ଆସୁନି। ଦ୍ୱିତୀୟରେ BC ରିଜର୍ଭେସନ୍ ବି ନାହିଁ, ରିଜର୍ଭେସନ୍ ନାହିଁ। ଏ ରିଜର୍ଭେସନ୍ ପାଇଁ ନମ୍ବର ଅଫ୍ ଟାଇମ୍ସ ଆମେ କିଏ ଅଳ୍ପ 4 ଜଣ ଅଛୁ ଗଲୁ ସବୁ CMକୁ ସବୁ ପ୍ରକାର ଯାଇକି ରେଭିନ୍ୟୁ ଆମର ଆସେମ୍ବଲିରେ ଯାଇକି ମଧ୍ୟ ଫାଇଟ୍ କଲୁ। ବର୍ତ୍ତମାନ ସୁଦ୍ଧା ଆମର କିଛି ହେଇନି। ହେଲେ ଖାଲି ଆହୁରି କ'ଣ ଭଲ ହେଇଥାନ୍ତା ଏ ପୂଜାରୀ ଭାଇମାନଙ୍କୁ କିଛି ନା କିଛି ସହଯୋଗ କରିଥାନ୍ତେ ଗଭର୍ଣ୍ଣମେଣ୍ଟ କିଛି ନା କିଛି ଯଦି ସହଯୋଗ କରିଥାନ୍ତା ଆହୁରି ଟିକେ ମନ୍ଦିରଟା ଭଲ। ଯେତିକି ଭକ୍ତିମାନେ ଭକ୍ତ ଯାକ ପଇସା ଦେଉଛନ୍ତି ତାଇରୁ ସେ ପୂଜାରୀ ଭକ୍ତମାନେ ସେମାନେ କମିଟି ଆଉ ଏଠି ନୂଆରେ କେହି କମିଟି ଆସିବାର ନାହିଁ। ଖାଲି ଆମର ଯେଉଁମାନଙ୍କର ଅଧିକାର ଅଛି ପୂଜାରୀମାନଙ୍କର ସେମାନେ ଏଇଟା କାହିଁ ଆଗେ କିଛି ନଥିଲା। ଏତିକି ଚାଉଳରେ ଆମେ ନିଜେ ଘରୁ ଆଣୁଥିଲୁ, ନିଜେ ପୂଜା କରୁଥିଲୁ। ଦୀପ ମଧ୍ୟ ଆମେ ନିଜେ ଘରୁ ଆଣୁଥିଲୁ କରୁଥିଲୁ। ଯେଉଁଦିନ କମିଟି ଆମେ ଆରମ୍ଭ କଲୁ ଗୋଟେ ଇମ୍ପ୍ରୁଭମେଣ୍ଟ କରିକି ଆଜି ଚାଲିଛି। ଆଉ ତାପରେ ଆହୁରି କ'ଣ କହିବାର ଅଛି ଏବେ ବର୍ତ୍ତମାନ ସୁଦ୍ଧା କମିଟି ସାଇଡ଼୍ରୁ ବହୁତ ଭଲ ଅଛି, କମିଟିର ଭଲ ଅଛି। କିନ୍ତୁ ଗଭର୍ଣ୍ଣମେଣ୍ଟ ସାଇଡ଼୍ରୁ ଆମକୁ କିଛି ଏବେ ନା ଆଗଠୁ ମଧ୍ୟ କିଛି ନାହିଁ। କେମିତି ସହଯୋଗ କରିକି ମାନେ ମିଡ଼ିଆ ବାଲାମାନେ କେମିତି ସହଯୋଗ କରି ଏଇ ଡେଭଲପଟା ଆଜିର ମଣିଷ କାଲିକି ନାହିଁ କିନ୍ତୁ ଏଇ ଯେଉଁ 1200 ବର୍ଷର ମନ୍ଦିରକୁ କେମିତି ରକ୍ଷା କରିବା, କ'ଣ କଲେ କ'ଣ ହେବ ତାଇ ପାଇଲିକି ସମସ୍ତେ ଯଦି ଚିନ୍ତା କରିବେ ଯେଉଁମାନେ ଇଏ ଚ୍ୟାନେଲ୍ ଦେଖୁଛନ୍ତି ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ ହୁଅନ୍ତୁ କି ବାହାରେ କ'ଣ ହୁଅନ୍ତୁ କିନ୍ତୁ ସେ ମନ୍ଦିର କେମିତି ହେବ ଡେଭଲପମେଣ୍ଟ ସମସ୍ତେ ଯଦି ସହଯୋଗ କରିବେ ମାନେ ମନ୍ଦିରକୁ ଭଲ ହେବ।